କାହାକୁ କୁହାଯାଇଥାଏ ସେ ବିଷୟରେ ଜାଣିବା। ତେବେ ଚାଲ ଆମ ଚାଟଶାଳୀ। ସାଙ୍ଗମାନେ, ପ୍ରଥମେ ଜାଣିବା ମାତ୍ରା କ'ଣ? ସ୍ୱର ବର୍ଣ୍ଣଗୁଡ଼ିକର ସାଙ୍କେତିକ ରୂପକୁ ମାତ୍ରା କୁହାଯାଇଥାଏ। ଯେପରି ଆକାର, ହର୍ଷୈକାର, ଦୀର୍ଘୈକାର, ହର୍ଷୌକାର, ଦୀର୍ଘୌକାର, ଋକାର, ଏକାର, ଐକାର, ଓକାର, ଔକାର। ଏହି ମାତ୍ରା ଗୁଡ଼ିକୁ ବ୍ୟଞ୍ଜନ ବର୍ଣ୍ଣ ସହିତ ଯୋଗ କରି ଲେଖିଲେ ବା ପଢ଼ିଲେ ମାତ୍ରା ଯୋଗ ହୋଇଥାଏ। ଯେପରି କ ଆକାର ମାତ୍ରା କା, କ ହର୍ଷୈକାର ମାତ୍ରା କି, କ ଦୀର୍ଘୈକାର ମାତ୍ରା କି, କ ହର୍ଷୌକାର ମାତ୍ରା କୁ, କ ଦୀର୍ଘୌକାର ମାତ୍ରା କୁ, କ ଋକାର ମାତ୍ରା କୃ, କ ଏକାର ମାତ୍ରା କେ, କ ଐକାର ମାତ୍ରା कै, କ ଓକାର ମାତ୍ରା କୋ, କ ଔକାର ମାତ୍ରା କୌ। ସାଙ୍ଗମାନେ, ଏଥର ଜାଣିଲ ତ ମାତ୍ରା କାହାକୁ କୁହାଯାଇଥାଏ ଓ କେଉଁ କେଉଁ ମାତ୍ରା କିପରି ଭାବରେ ଯୋଗ କରାଯାଇଥାଏ। ଏହାର ପରବର୍ତ୍ତୀ ଭିଡ଼ିଓ ଗୁଡ଼ିକରେ ଭିନ୍ନ ଭିନ୍ନ ମାତ୍ରାକୁ ବ୍ୟଞ୍ଜନ ବର୍ଣ୍ଣ ଗୁଡ଼ିକରେ କିପରି ଯୋଗ କରି ଲେଖା ବା ପଢ଼ା ଯାଇଥାଏ ସେ ବିଷୟରେ ଜାଣିବା। Thanks for watching.